ମିଥୁନ ମାସରେ ମୀନ ନାଶ ହେବେ ମହି ହେବ ଭରାଗ୍ରସ୍ତ ବିଷ ଭେନି ନବ ସମୀର ସଂଯୋଗେ ବାସୁକି ଯେ ଅସ୍ତବ୍ୟସ୍ତ ସେ ବାର ବାର କରି ମୁଣ୍ଡ ହଲାଇବ ସହି ନ ପାରିବ ଭରା ସ୍ଥାନେ ସ୍ଥାନେ ଜଳ ଉତ୍ପାତ ହୋଇବ ପ୍ରାଣୀ ହୋଇଯିବେ ସାରା ମାନେ ଏମିତି ସମୟ ଆସି ପହଞ୍ଚିବ। ଅଣଚାଶ ମୂର୍ତ୍ତି ଧରି ବହିବ ପବନ ଦ୍ୱାଦଶ ସୂର୍ଯ୍ୟର ତେଜ ହେବ 13 ଦିନ। 2026 ମସିହାରେ 12ଟା ସୂର୍ଯ୍ୟର କିରଣ ଯେତିକି ତାପ ଦେବ ସେତିକି ତାପ ଆସିବ 2026 ମସିହା। 26 ଏଇଟା ହବ 26 ମସିହା ନା ଟିକେ ଆଗ ପଛ ହେଇପାରେ? ନାଇଁ ନାଇଁ ମସିହା ଆଗ ପଛ ହବାର ନାହିଁ। ମାଳିକାରେ ଗୋଟେ ବାଣୀ ଠିକ୍ ଭୁଲ ହେଇନି ଆଉ ଏଇଟା କି ଭୁଲ ହବ? 26 ଏଇଟା ହବ 26 ମସିହାରେ। ଅଣଚାଶ ମୂର୍ତ୍ତି ଧରି ବହିବ ପବନ ଦ୍ୱାଦଶ ସୂର୍ଯ୍ୟର ତେଜ ହେବ 13 ଦିନ। ମାନେ ସୂର୍ଯ୍ୟ କିରଣରେ ଏମିତି 13 ଦିନ ପର୍ଯ୍ୟନ୍ତ ହେବ। ବରଫ ଗଡ଼ ରହିଛି ଉତ୍ତର ମେରୁରେ ଏ ତରଳିବ ଧୀରେ ଧୀରେ ସୂର୍ଯ୍ୟଙ୍କର ରଶ୍ମିରେ ବହିବ ପାଣିର ସୁଅ ସମୁଦ୍ରକୁ ଜାଣ ଆଟଲାଣ୍ଟିକ ବଢ଼ିଯିବ କାହିଁ କେତେ ଗୁଣ। ଆଟଲାଣ୍ଟିକ ମହାସାଗର ବହୁତ ବଢ଼ିଯିବ। ତା ପାଖରେ ତା ଦୁଇପଟେ ଯେଉଁ ପ୍ରଦେଶ ଗୁଡ଼ାକ ଅଛି ବା ମହାଦେଶ ଗୁଡ଼ାକ ଅଛି ସବୁଗୁଡ଼ାକ ଜଳମଗ୍ନ ହେଇଯିବ।